ବନ୍ଧୁଗଣ, ସକାଳୁ ସକାଳୁ ବିଧବା ସ୍ତ୍ରୀର ମୁହଁ ଦେଖିଲେ କ'ଣ ହୋଇଥାଏ? ବନ୍ଧୁଗଣ, ଏକ ସମୟର କଥା ଅଟେ। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ କ୍ଷୀର ସାଗରରେ ଶେଷନାଗର ଶଯ୍ୟାରେ ବିଶ୍ରାମ କରୁଥିଲେ। ତେବେ ସେହି ସମୟରେ ଦେବୀ ଲକ୍ଷ୍ମୀ କହିଲେ, ହେ ପ୍ରଭୁ, ଆଜି ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି, ଯାହାର ଉତ୍ତର ମୋତେ ଜ୍ଞାତ ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଆପଣ ନିଃସଙ୍କୋଚ ହୋଇ ପଚାରନ୍ତୁ। ଆପଣଙ୍କ ମନରେ ଯେଉଁ ବି ପ୍ରଶ୍ନ ରହିଛି, ମୁଁ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସନ୍ତୁଷ୍ଟ କରିବାର ପ୍ରୟାସ ଅବଶ୍ୟ କରିବି। ଦେବୀ ଲକ୍ଷ୍ମୀ କହିଲେ, ହେ ପ୍ରଭୁ, ମୋରି ପ୍ରଶ୍ନ ଏହା କି ସକାଳୁ ସକାଳୁ ବିଧବା ସ୍ତ୍ରୀର ମୁହଁ ଦେଖିବା ଦ୍ୱାରା କ'ଣ ହୋଇଥାଏ? ଏପରି ତାହା କେଉଁ ପାପ ଅଟେ, ଯାହା ଏକ ପତିବ୍ରତା ନାରୀକୁ ମଧ୍ୟ ବିଧବା ବନାଇ ଦେଇଥାଏ? କ'ଣ ମହିଳାର ବିଧବା ହେବାର ସଂକେତ ପୂର୍ବରୁ ହିଁ ମିଳିଯାଇଥାଏ? ତଥା ମହିଳାର ତାହା କେଉଁ ଅଙ୍ଗ ଅଟେ, ଯାହାଦ୍ୱାରା ଏହା ଜଣାପଡ଼ି ଯାଇଥାଏ କି ମହିଳା ବିଧବା ହେବ ନା ନାହିଁ? ଏହି ପ୍ରକାରର ପ୍ରଶ୍ନ ପଚାରିବା ପରେ ଭଗବାନ ବିଷ୍ଣୁ କହିଲେ, ହେ ପ୍ରିୟ, ତୁମେ ଉଚିତ ହିଁ ପ୍ରଶ୍ନ କରିଛନ୍ତି। ଏହା ସତ୍ୟ କି କିଛି ମହିଳାଙ୍କ ଭାଗ୍ୟରେ ଶୀଘ୍ର ବିଧବା ହେବାର ଲେଖା ହୋଇଥାଏ। ସେ ପତିବ୍ରତା ହେଉନା କାହିଁକି, କିନ୍ତୁ ଏକ ପାପର କାରଣରୁ ମହିଳା ବିଧବା ବନିଥାଏ ଓ ମହିଳାର ଶରୀରର ଏକ ଅଙ୍ଗ ତାର ବିଧବା ହେବାର ସଂକେତ ମଧ୍ୟ ପ୍ରଦାନ କରିଥାଏ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ତୁମକୁ ଏହି ପରମ ଗୋପନୀୟ ସତ୍ୟକୁ କହିବା ପୂର୍ବରୁ ମୁଁ ତୁମକୁ ଏକ କଥା ଶୁଣାଉଛି। ଏହି କଥାର ମାଧ୍ୟମରେ ତୁମକୁ ତୁମରି ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଏହି କାରଣରୁ ତୁମେ ଏହି କଥାକୁ ଧ୍ୟାନରେ ଶୁଣ। ଏହି କଥାକୁ ଅଧା ଅଧୁରା ଶୁଣିବା ପାପ ମାନା ଯାଇଥାଏ। ଭଗବାନ ବିଷ୍ଣୁ କଥା ଶୁଣାଇବା ଆରମ୍ଭ କଲେ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଏକ ସମୟର କଥା ଅଟେ। ମଧ୍ୟ ଦେଶରେ ଏକ ଅତ୍ୟନ୍ତ ଧନବାନ ବେପାରୀ ରହୁଥିଲା। ତାର ଏକ ପୁତ୍ର ଓ 3 କନ୍ୟା ଥିଲେ। ତାରି 3 କନ୍ୟାଙ୍କ ବିବାହ ଭଲ ଓ ଧନବାନ ଘରେ ହୋଇଯାଇଥିଲା। କିନ୍ତୁ ବେପାରୀର ଏକ କନ୍ୟାକୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଲା। ତାରି ଏକ କନ୍ୟା ବିବାହର କିଛି ବର୍ଷ ପରେ ବିଧବା ହୋଇଗଲା ଓ ଅତ୍ୟନ୍ତ ଦୁଃଖରେ ଜୀବନ ବିତେଇବାରେ ଲାଗିଲା। ଏହି ବିଧବା ମହିଳାର ନାମ କୁମାରୀ ଥିଲା। କୁମାରୀ ଅତ୍ୟନ୍ତ ସୁନ୍ଦର, ଗୁଣବତୀ ଓ ପତିବ୍ରତା ନାରୀ ଥିଲା। କିନ୍ତୁ ତାରି ଭାଗ୍ୟରେ ଯେଉଁ ଅଶୁଭ ଲେଖା ହୋଇଥିଲା, ତାହା ତାରି ସହିତ ଘଟିଲା। କୁମାରୀର ପତି ବିବାହର ସମୟରେ କେବଳ କୁମାରୀର ସୁନ୍ଦର ରୂପ ଓ ତାରି ପିତାର ଧନ ସମ୍ପତ୍ତି ଦେଖିଥିଲା, ଯାହାଦ୍ୱାରା ତାକୁ ମଧ୍ୟ ଶୀଘ୍ର ହିଁ ଶରୀର ତ୍ୟାଗ କରିବାକୁ ପଡ଼ିଲା। ପିଲା ଦିନୁ ହିଁ କୁମାରୀର ଶରୀର ଅଙ୍ଗ ଉପରେ ତାରି ବିଧବା ହେବାର ଲକ୍ଷଣ ଦେଖା ଦେଉଥିଲା, କିନ୍ତୁ କିଏ ତାରି ଉପରେ ଧ୍ୟାନ ଦେଇନଥିଲେ। କୁମାରୀର ପଛ ଜନ୍ମର କର୍ମର କାରଣରୁ ତାକୁ ଏହି ଜନ୍ମରେ ବିଧବା ହେବାକୁ ପଡ଼ିଲା। ଭଗବାନ ବିଷ୍ଣୁ କୁହନ୍ତି, ହେ ଦେବୀ, ଏବେ ମୁଁ ତୁମକୁ କୁମାରୀର ପୂର୍ବ ଜନ୍ମର କାହାଣୀ ଶୁଣାଉଛି। ତାକୁ ତୁମେ ଧ୍ୟାନରେ ଶୁଣ। କୁମାରୀ ପଛ ଜନ୍ମରେ ଏକ ବ୍ରାହ୍ମଣର ଘରେ ଜନ୍ମ ହୋଇଥିଲା। ତାରି ନାମ ଶାନ୍ତି ଥିଲା। ସେ ବ୍ରାହ୍ମଣ ରାଜାଙ୍କ ଅତ୍ୟନ୍ତ ପ୍ରିୟ ଥିଲା, ଯାହାରି କାରଣରୁ ବ୍ରାହ୍ମଣର ଘର ଧନଧାନ୍ୟରେ ଭରି ରହିଥିଲା। ତାରି ପାଖରେ ବହୁତ ସାରା ଧନ ସମ୍ପତ୍ତି ଥିଲା, ଯାହାଦ୍ୱାରା ବ୍ରାହ୍ମଣ ବହୁତ ଉନ୍ମତ୍ତ ଓ ଗର୍ବୀ ବନି ଯାଇଥିଲା। ଏହି ବ୍ରାହ୍ମଣ ନିଜ ପୁତ୍ରୀ ଶାନ୍ତିକୁ ବହୁତ ପ୍ରେମ କରୁଥିଲା, କାରଣ ସେ ତାର ଏକମାତ୍ର ପୁତ୍ରୀ ଥିଲା। ଶାନ୍ତି ବହୁତ ହିଁ ସୁନ୍ଦର ଥିଲା ଓ ପିତାର ଅତ୍ୟନ୍ତ ସ୍ନେହ ଶ୍ରଦ୍ଧାରେ ସେ ବିଗିଡ଼ି ଯାଇଥିଲା। ତାର ପିତା ଇଚ୍ଛାକୁ ପୂର୍ଣ୍ଣ କରୁଥିଲେ, ତାକୁ କେବେ କୌଣସି ଜିନିଷର କମ୍ ହେବାକୁ ଦେଲା ନାହିଁ। ଶାନ୍ତି ନିଜ ଜୀବନରେ କେବେ ଦୁଃଖ ଦେଖି ନାହିଁ ଓ ତାକୁ ନିଜ ସୁନ୍ଦରତା ଉପରେ ମଧ୍ୟ ଅତ୍ୟଧିକ ଗର୍ବ ଥିଲା। ପୁଣି ଯେବେ ଶାନ୍ତି ବଡ଼ ହେଲା, ତେବେ ତାରି ପିତା ତାର ବିବାହ କରିବାର ଭାବିଲା। କିନ୍ତୁ ତାରି ଏକ ସର୍ତ୍ତ ଥିଲା କି ଯିଏ ବି ଶାନ୍ତିକୁ ବିବାହ କରିବ, ସେ ତା ସହିତ ତାରି ପିତାର ଘରେ ରହିବ, ଅର୍ଥାତ୍ ଘର ଜ୍ୱାଇଁ ବନିକରି ରହିବ। ବ୍ରାହ୍ମଣ ନିଜ ସବୁ ସମ୍ପର୍କୀୟ ମାନଙ୍କୁ ଏହି କଥା କହିଲା ଓ ଚାରିଆଡ଼େ ଏହି କଥା ବ୍ୟାପିଗଲା। କେତେ ବିଦ୍ୱାନ ଓ ଜ୍ଞାନୀ ପଣ୍ଡିତ ଶାନ୍ତିର ଘରକୁ ତାକୁ ଦେଖିବା ପାଇଁ ଆସିଲେ, କିନ୍ତୁ ଶାନ୍ତି କାହାକୁ ବି ପସନ୍ଦ କଲା ନାହିଁ। ଶାନ୍ତି କେତେ ବିଦ୍ୱାନ ବ୍ରାହ୍ମଣଙ୍କୁ ଅପମାନିତ କରିକି ଘରୁ ବାହାର କରିଦେଲା। ପୁଣି ଗୋଟିଏ ଦିନ ଏକ ଅତ୍ୟନ୍ତ ସୁନ୍ଦର ବ୍ରାହ୍ମଣ ଭିକ୍ଷା ମାଗିବା ପାଇଁ ଶାନ୍ତିର ଘରକୁ ଆସିଲା, ଯାହାକୁ ଦେଖିକରି ଶାନ୍ତି ତାରି ଉପରେ ମୋହିତ ହୋଇଗଲା ଏବଂ ନିଜ ପିତାଙ୍କୁ କହିବାକୁ ଲାଗିଲା କି ସେହି ଭିକାରୀ ବ୍ରାହ୍ମଣ ସହ ବିବାହ କରିବ। ଏହା ଶୁଣି ଶାନ୍ତିର ପିତା ମଧ୍ୟ ସ୍ୱୀକୃତି ଦେଇଦେଲେ ଓ ସେହି ଭିକ୍ଷୁ ବ୍ରାହ୍ମଣଙ୍କୁ ଶାନ୍ତି ସହ ବିବାହ କରିବା ପାଇଁ ପଚାରିଲା। ତେବେ ଏହି ଭିକ୍ଷୁ ବ୍ରାହ୍ମଣ ମଧ୍ୟ ହଁ କଲା ଓ ପୁଣି ଶାନ୍ତି ଓ ସେହି ବ୍ରାହ୍ମଣର ବିବାହ ସମ୍ପନ୍ନ ହେଲା।
ଶାନ୍ତି ବିବାହର ସମୟରେ ବହୁତ ପ୍ରସନ୍ନ ଥିଲା। ତାକୁ ତାରି ମନ ପସନ୍ଦର ଯୋଡ଼ି ମିଳିଯାଇଥିଲା। ବିବାହର ପରେ କିଛି ଦିନ ପର୍ଯ୍ୟନ୍ତ ଶାନ୍ତି ନିଜ ପତିଙ୍କ ସହ ବଡ଼ ପ୍ରେମରେ ରହିବାକୁ ଲାଗିଲା ଓ ତାର ସେବା କରିବାରେ ଲାଗିଲା। କିନ୍ତୁ କିଛି ଦିନ ବିତିବା ପରେ ଶାନ୍ତି ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା। ଶାନ୍ତି ନିଜ ପତିକୁ ଚାକର ଭଳି ଭାବିବାକୁ ଲାଗିଲା। ତାରି ଆଜ୍ଞାର ପାଳନ କରିବା ଜାଗାରେ ତାକୁ ହିଁ ଆଜ୍ଞା ଦେବାକୁ ଲାଗିଲା। ଶାନ୍ତି ନିଜ ପତିକୁ ମଧ୍ୟ ତାରି ନାମରେ ଡାକିଲା। ନିଜେ ନିଜ ପତିର ଗୋଡ଼ ମଡ଼ାଇବା ଛାଡ଼ି ନିଜ ପତିଠାରୁ ହିଁ ନିଜ ଗୋଡ଼ ମଡ଼ାଇବାରେ ଲାଗିଲା। ଶାନ୍ତି ସ୍ୱେଚ୍ଛାଚାରୀ ଥିଲା। ସେ ପତିକୁ ବିନା ବତାଇ ଘରୁ ବାହାରକୁ ଚାଲି ଯାଉଥିଲା। କେବେ ପତିର କୌଣସି କଥା ମାନୁନଥିଲା। ପତିର ପୂର୍ବରୁ ହିଁ ଭୋଜନ କରୁଥିଲା। କୌଣସି ବି ଧାର୍ମିକ କାର୍ଯ୍ୟରେ ପତିର ସହିତ ବସୁନଥିଲା ଓ ଏକୁଟିଆ ହିଁ ମଜାମସ୍ତି କରୁଥିଲା। ନିଜ ପତ୍ନୀର ଏପରି ବ୍ୟବହାରକୁ ଦେଖି ଶାନ୍ତିର ପତି ବହୁତ ଦୁଃଖୀ ରହିବାରେ ଲାଗିଲା। ସେ ଶାନ୍ତିକୁ ବହୁତ ବୁଝିବାରେ ଚେଷ୍ଟା କଲା, କିନ୍ତୁ ତାରି ପତ୍ନୀ କେବେ ମାନିଲା ନାହିଁ। ଶାନ୍ତି ନିଜର ହିଁ ମନମାନି କରି ରହୁଥିଲା। ଶାନ୍ତିର ମାତା ମଧ୍ୟ ତାକୁ ବୁଝେଇବାର ପ୍ରୟାସ କଲେ କି ମହିଳାକୁ ନିଜ ପତିର ସହିତ ଏପରି ବ୍ୟବହାର ନ କରିବା ଉଚିତ। କିନ୍ତୁ ଶାନ୍ତି ନିଜ ମାତାର କଥା କେବେ ମାନୁନଥିଲା ଓ ସେ ଜାଣିଶୁଣି ନିଜ ପତିକୁ ଅପମାନିତ କରି ରହୁଥିଲା। ଦିନରାତି ପତିର ଖରାପ କରିବା, ତାକୁ ଅପଶବ୍ଦ କରିବା, ତାକୁ ନାମ ଧରି ଡାକିବା ଆଦି ପ୍ରକାରର ନିନ୍ଦନୀୟ କାର୍ଯ୍ୟ ସେ ପ୍ରତିଦିନ କରୁଥିଲା। ଶାନ୍ତିର ପତି ମଧ୍ୟ ତାରିଠାରୁ ବହୁତ ବ୍ୟସ୍ତ ହୋଇଗଲା। ପୁଣି ଗୋଟିଏ ଦିନ ସେ ବହୁତ ବିଚାର କଲା ଓ ଶାନ୍ତିକୁ ଛାଡ଼ି ଚାଲିଯିବାର ନିଶ୍ଚୟ କଲା। ଶାନ୍ତିର ପତି କାହାକୁ କିଛି ନ କହି ନିଜ ଘରକୁ ଛାଡ଼ିକରି ଚାଲିଗଲା। ସେ ଶାନ୍ତିକୁ ତ୍ୟାଗ କରିଦେଲା ଓ ବନରେ ଯାଇ ତପସ୍ୟା କରିବାରେ ଲାଗିଲା। କାରଣ ଶାସ୍ତ୍ର ଏହା କହିଥାଏ କି ବୁଦ୍ଧିମାନ ମନୁଷ୍ୟକୁ ଦୃଷ୍ଟ ଓ ସ୍ୱେଚ୍ଛାଚାରୀ ପତ୍ନୀର ତ୍ୟାଗ କରିଦେବା ଉଚିତ, ଅନ୍ୟଥା ସେ ମଧ୍ୟ ତାରି ପାପର ଭାଗିଦାରୀ ବନିଥାଏ। ଶାନ୍ତି ମଧ୍ୟ ନିଜ ପତିକୁ ଖୋଜିବାର ଚେଷ୍ଟା କଲା ନାହିଁ ଓ ବଡ଼ ମଜାରେ ନିଜ ଘରେ ରହିବାରେ ଲାଗିଲା। ଶାନ୍ତିର ମାତା ତାକୁ ବହୁତ ବୁଝେଇଲା କି ସେ ନିଜ ପତିକୁ ବିନତି କରିକି ତାକୁ ଘରକୁ ପୁଣି ଥରେ ନେଇକରି ଆସେ। କିନ୍ତୁ ଶାନ୍ତି କହିଲା, ଯିବାକୁ ଦିଅ ମାତା, ସେପରି ବି ମୋରି ଭିକମଗା ପତି କୌଣସି କାମକୁ ନୁହଁ। ତାକୁ ବିବାହ କରିକି ମୁଁ ତାରି ଉପରେ ଉପକାର ହିଁ କରିଛି, କିନ୍ତୁ ସେ ମୂର୍ଖ ମୋତେ ହିଁ ଛାଡ଼ିକରି ଚାଲିଗଲା। ଏପରି ମୂର୍ଖ ପତି ସହ ରହିବାଠାରୁ ଭଲ କି ମୁଁ ଏକୁଟିଆ ହିଁ ରହିବି। ମୁଁ ଏତେ ସୁନ୍ଦର କି ମୋତେ କିଏ ବି ବିବାହ କରିନେବ। ଶାନ୍ତିର ଏପରି କଥା ଶୁଣି ତାରି ମାତା ମଧ୍ୟ ଦୁଃଖୀ ରହିବାରେ ଲାଗିଲା। ସେପଟେ ଶାନ୍ତିର ପତି ଧ୍ୟାନମଗ୍ନ ହୋଇ ତପସ୍ୟା କରିବାରେ ଲାଗିଲା ଓ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଈଶ୍ୱରଙ୍କ ଭକ୍ତିରେ ଲାଗି ରହିଲା। ପୁଣି କିଛି ଦିନ ପରେ ଶାନ୍ତିର ପିତା ସହ ଅଶୁଭ ଘଟଣା ଘଟିଲା। ତାକୁ ରାଜମହଲରେ ଚୋରି କରୁଥିବା ସମୟରେ ସିପାହୀମାନେ ଧରିନେଲେ ଓ ରାଜାଙ୍କୁ ଏହାର ଖବର ଦେଲେ। ରାଜା ତାରି ଉପରେ ବହୁତ କ୍ରୋଧିତ ହେଲେ ଓ ତାର ସବୁ ଧନ ସମ୍ପତ୍ତି ଛଡ଼ାଇ ତାକୁ କାରାଗୃହରେ ପକାଇଦେଲେ। ସବୁକିଛି ଛଡ଼ାଇ ନେବା କାରଣରୁ ଶାନ୍ତି ବହୁତ ଗରିବ ହୋଇଗଲା। ତାର ମାତା ଓ ଶାନ୍ତି ଏବେ ଅନ୍ୟଙ୍କ ଘରେ କାମ କରିବା ପାଇଁ ଯିବାକୁ ଲାଗିଲେ। ଶାନ୍ତିର ପିତା କାରାଗୃହରେ ବନ୍ଦୀ ଥିଲେ ଓ ତାରି ମାତାକୁ ସବୁ କାମ କରିବାକୁ ପଡ଼ୁଥିଲା। ତେବେ ଶାନ୍ତିକୁ ଏକୁଟିଆପଣ କଷ୍ଟ ଦେବାରେ ଲାଗିଲା। ଘରେ କୌଣସି ପୁରୁଷ ନଥିଲେ। ଏହି କାରଣରୁ ତାଙ୍କରି ସହାୟତା ପାଇଁ ମଧ୍ୟ କିଏ ନଥିଲେ। ଏବେ ଶାନ୍ତିକୁ ନିଜ ପତିର କଥା ମନେ ପଡ଼ିବାକୁ ଲାଗିଲା। ପୁଣି ଶାନ୍ତି ନିଜ ପତିକୁ ଖୋଜିବା ପାଇଁ ବନକୁ ଚାଲିଗଲା। ତାକୁ ତାରି ପତି କେଉଁଠାରେ ମଧ୍ୟ ମିଳିଲା ନାହିଁ। ପୁଣି ସେ ଏକ ଜାଗାରେ ବିଶ୍ରାମ କରିବା ପାଇଁ ବସିଲା। ତେବେ ହଠାତ୍ ସେହି ସ୍ଥାନକୁ ଏକ ଅହିରାର ସର୍ପ ଆସିଗଲା ଓ ଶାନ୍ତିକୁ ଗିଳି ତାର ପ୍ରାଣ ନେଇଗଲା। ମୃତ୍ୟୁର ପରେ ଦୁଇ ଯମଦୂତ ଶାନ୍ତିକୁ ଘୋଷାଡ଼ି ନେଇ ଯମଲୋକକୁ ନେଇଗଲେ। ଯମଲୋକରେ ଯେବେ ଶାନ୍ତି ଯମରାଜଙ୍କ ଆଗରେ ପହଞ୍ଚିଲା, ତେବେ ଯମରାଜ ତାର ପାପ ଓ ପୁଣ୍ୟର ମୂଲ୍ୟାଙ୍କନ କଲେ। ଯମରାଜ କହିଲେ, ଏହା ତ ଅତ୍ୟନ୍ତ ପାପୀ ମହିଳା ଅଟେ। ସେ କେବେ ନିଜ ପତିର ସମ୍ମାନ କରିନାହିଁ। ସେ ବାରମ୍ବାର କେବଳ ନିଜ ପତିର ଅପମାନ ହିଁ କରିଛି। ସେ ତାର ପତିର ନାମ ଧରି ଡାକୁଥିଲା ଓ ନିଜ ପତି ସହ ଚାକରର ଭଳି ବ୍ୟବହାର କରୁଥିଲା। ଏପରି ଦୃଷ୍ଟ ମହିଳାକୁ ତ ନର୍କକୁ ପଠାଇବା ଉଚିତ। ପୁଣି ଶାନ୍ତିକୁ ନର୍କକୁ ପଠାଗଲା। ଅନେକ ବର୍ଷ ପର୍ଯ୍ୟନ୍ତ ନର୍କରେ ଦଣ୍ଡ ଭୋଗିବା ପରେ ଶାନ୍ତିକୁ ନିଜ ପୂର୍ବ ଜନ୍ମର କର୍ମର ପ୍ରାୟଶ୍ଚିତ କରିବା ପାଇଁ ପୁଣି ଥରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା। ଯେଉଁ ପାପ ଶାନ୍ତି କରିଥିଲା, ସେହି ପାପ କାରଣରୁ କୁମାରୀର ଶରୀର ଉପରେ ବିଧବା ହେବାର ଲକ୍ଷଣ ପ୍ରକଟ ହୋଇଥିଲା। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଏବେ ମୁଁ ତୁମକୁ ସେହି ଚିହ୍ନ ବିଷୟରେ କହିବି। ଯେଉଁ ମହିଳାଙ୍କ ଅଙ୍ଗରେ ଏପରି ଚିହ୍ନ ପ୍ରକଟ ହୋଇଥାଏ, ସେହି ମହିଳା ସମୟ ପୂର୍ବରୁ ହିଁ ବିଧବା ହୋଇଥାଏ। ଯଦି କୌଣସି ମହିଳାର ପାଦ ଝାଳରେ ବୁଡ଼ି ରହିଥାଏ ଓ ସେଥିରେ ଶିର ନ ଦେଖାଦିଏ,
ତାରି ପାଦ ଚିକଣ ତଥା କୋମଳ ହୋଇଥାଏ, ତେବେ ସେହି ମହିଳା ସୁଖ ଭୋଗିବା ତଥା ଐଶ୍ୱର୍ଯ୍ୟଶାଳୀ ହୋଇନଥାଏ। ଯଦି ମହିଳାର ପାଦର ଆଙ୍ଗୁଠି ଘୋଳ ମାଂସଳ ଅଟେ, ତେବେ ସେହି ମହିଳା ପତିବ୍ରତା ଓ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ। ଯଦି ମହିଳାର ପାଦର ଆଙ୍ଗୁଠି ଉପରେ ଶିର ଦେଖା ଦେଇଥାଏ, ତେବେ ସେ ଦୁର୍ଭାଗ୍ୟ ସହ ଯୁକ୍ତ ବ୍ୟଭିଚାରିଣୀ ହୋଇଥାଏ। ବହୁତ ଛୋଟ ଆଙ୍ଗୁଠି ବାଲି ମହିଳା କ୍ଲେଶ ଉତ୍ପନ୍ନ କରିବା ଓ ଦୁଃଖ ଭୋଗ କରିଥାଏ। ଆଙ୍ଗୁଠି ଯଦି ଛପି ଥାଏ, ତେବେ ସେହି ମହିଳା ଗର୍ଭଧାରଣ କ୍ଷମତାରେ ଦୁର୍ବଳ ହୋଇଥାଏ। ଯଦି କୌଣସି ମହିଳାର ପାଦର ତର୍ଜନୀ ଆଙ୍ଗୁଠି ସବୁ ଆଙ୍ଗୁଠିଠାରୁ ବଡ଼ ହୋଇଥାଏ, ତେବେ ସେ ଅନେକ ପୁରୁଷ ସହ ସମ୍ବନ୍ଧ ସ୍ଥାପିତ କରିବାବାଲା ହୋଇଥାଏ। ଯଦି କୌଣସି ମହିଳାର ପାଦର ଆଙ୍ଗୁଠିମାନ ପରସ୍ପର ମିଶି ରହିଥାଏ, ଆଙ୍ଗୁଠି ସିଧା ଓ ଗୋଲ, ନଖ ପତଳା ଓ ଛୋଟ ହୋଇଥାଏ, ତେବେ ସେ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ ଓ ଶ୍ୱଶୁରାଳୟରେ ସୁଖ ଭୋଗିଥାଏ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଏବେ ମୁଁ ଆପଣଙ୍କୁ ବିଧବା ମହିଳାର ପାଦର ଲକ୍ଷଣ କହୁଛି। ଯଦି କୌଣସି ମହିଳାର ପାଦର ଆଙ୍ଗୁଠି ବଡ଼ ହୋଇଥାଏ ଓ ଆଗରୁ ଗୋଲ ହୋଇଥାଏ, ତାରି ନଖ ଅଙ୍କାବଙ୍କା ଓ ଆଙ୍ଗୁଠି ଉପରେ ଶିର ଦେଖା ଦେଇଥାଏ, ତେବେ ସେ ମହିଳାକୁ ବିଧବା ହେବାର ଯୋଗ୍ୟ ବନିଥାଏ। ଯଦି ମହିଳାର ଆଖି ବଡ଼ ହୋଇଥାଏ, ତେବେ ସେ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖ ଭୋଗ କରିଥାଏ। ଯଦି ମହିଳାର ପାଦ ମାଂସରହିତ ହୋଇଥାଏ, ତେବେ ସେ ଶ୍ୱଶୁରାଳୟର ଭାଗ୍ୟକୁ ନଷ୍ଟ କରିଦେଇଥାଏ। ଯଦି କୌଣସି ମହିଳାର ଅନାମିକା ଆଙ୍ଗୁଠି ବାକି ଆଙ୍ଗୁଠି ତୁଳନାରେ ବହୁତ ଛୋଟ ହୋଇଥାଏ, ତେବେ ସେ କଳହ କରିବା ଓ ଘରର ବାତାବରଣକୁ ଅସହନୀୟ ବନାଇ ଦେଇଥାଏ। ଯଦି କୌଣସି ମହିଳାର ପାଦର ମଧ୍ୟମ ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ, ତେବେ ସେ ବିବାହ ପାଇଁ ଅଯୋଗ୍ୟ ହୋଇଥାଏ। ଯେଉଁ ମହିଳା ଚାଲିବା ସମୟରେ ପାଦ ଥପ୍ ଥପ୍ କରି ଚାଲିଥାଏ ଓ ଧମ୍ ଧମ୍ ଶବ୍ଦ କରିଥାଏ, ତେବେ ସେ ନିଜ ପତିର ବିନାଶ କରିବା ବାଲି ହୋଇଥାଏ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଏହି ଲକ୍ଷଣ କାରଣରୁ କୁମାରୀ ସମୟ ପୂର୍ବରୁ ବିଧବା ହୋଇଥିଲା। ହେ ଦେବୀ, ଏବେ ଶୁଣନ୍ତୁ, ସକାଳୁ ସକାଳୁ ବିଧବା ସ୍ତ୍ରୀର ମୁହଁ ଦେଖିଲେ କ'ଣ ହୋଇଥାଏ। ହେ ଦେବୀ, ବିଧବା ମହିଳାକୁ ଦେଖିବା ଜୀବନରେ ପରିବର୍ତ୍ତନ ଓ ନୂଆ ଆରମ୍ଭର ପ୍ରତୀକ ହୋଇଥାଏ। ଏହି ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ କିଛି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବାକୁ ଯାଉଅଛି। ଏହି ପରିବର୍ତ୍ତନ ସକାରାତ୍ମକ ଓ ନକାରାତ୍ମକ ହୋଇପାରେ, କିନ୍ତୁ ତାହା ଆପଣଙ୍କୁ ଏକ ନୂଆ ଅନୁଭବ ଓ ଶିଖିବାର ଅବସର ପ୍ରଦାନ କରିବ। କଥାକୁ ସମାପ୍ତ କରି ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଆଶା କରୁଛି ଏହି କଥାର ମାଧ୍ୟମରେ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଥିବ। ଦେବୀ ଲକ୍ଷ୍ମୀ କହିଲେ, ହେ ପ୍ରଭୁ, ଆପଣଙ୍କ ଏହି କଥାର ମାଧ୍ୟମରେ ମୋତେ ମୋରି ସବୁ ପ୍ରଶ୍ନର ଉତ୍ତର ମିଳିଗଲା। ଆପଣଙ୍କୁ କୋଟି କୋଟି ପ୍ରଣାମ। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀ ହରିବିଷ୍ଣୁ ନିଶ୍ଚୟ ଲେଖିଦିଅନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।